ବନ୍ଧୁଗଣ ମୁଁ ଆପଣଙ୍କୁ ସ୍ୱାଗତ କରୁଛି ବ୍ରଜେନ୍ଦ୍ର ସାର୍ ୟୁଟ୍ୟୁବ ଚ୍ୟାନେଲରେ। ବନ୍ଧୁଗଣ ଆପଣ ଯଦି ଏହି ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ଏହି ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ, କାରଣ ଆଗକୁ ଆସୁଥିବା ସମସ୍ତ ସରକାରୀ ଏବଂ ବେସରକାରୀ ନିଯୁକ୍ତିର ବିଜ୍ଞପ୍ତି ପ୍ରଥମେ ପାଇବେ। ବନ୍ଧୁଗଣ ଆପଣଙ୍କର ସମର୍ଥନରେ ମୋତେ ଏମିତି ଆଗକୁ ଭିଡ଼ିଓ ବନେଇବାର ପ୍ରେରଣା ମିଳିବ। ବନ୍ଧୁଗଣ ଏଇଟା ସର୍ଟ ନୋଟିସ୍ ରହିଛି ଆରବିଆଇ ତରଫରୁ। ଆପଣଙ୍କର ଆରବିଆଇ ତରଫରୁ ସର୍ଟ ନୋଟିସ୍ ରହିଛି, କାରଣ ଆଗକୁ ଏଇ ଭ୍ୟାକେନ୍ସି ଆସିବ। କ'ଣ କ'ଣ ରହିଛି ଭ୍ୟାକେନ୍ସି ଚାଲନ୍ତୁ ଦେଖିବା। ଏଇଠି ଦେଖିବାକୁ ପାରୁଥିବେ ବନ୍ଧୁଗଣ, ପ୍ରଥମେ ରହିଛି ଆପଣଙ୍କର ଅଫିସ୍ ଇନ୍ ଗ୍ରେଡ୍ ବି ଡିଆର୍ ଜେନେରାଲ 83ଟି ପଦବୀ ରହିଛି। ଦ୍ୱିତୀୟରେ ଆପଣଙ୍କର ରହିଛି ଅଫିସର୍ସ ଇନ୍ ଗ୍ରେଡ୍ ବି ଡିପାର୍ଟମେଣ୍ଟ ଅଫ୍ ଇକୋନୋମିକ୍ସ ଆଣ୍ଡ ପଲିସି ରିସର୍ଚ୍ଚ DEPR ର 70ଟି ପଦବୀ ରହିଛି। ଏଇଠି ଦେଖିପାରୁଥିବେ ତିନୋଟି ପଦବୀ ରହିଛି ଅଫିସର ଇନ୍ ଗ୍ରେଡ୍ ବି ଡିଆର୍ ଡିପାର୍ଟମେଣ୍ଟ ଅଫ୍ ଷ୍ଟାଟିଷ୍ଟିକ୍ସ ଆଣ୍ଡ ଇନଫର୍ମେସନ୍ ମ୍ୟାନେଜମେଣ୍ଟ। ଏଠି ରହିଛି 20ଟା ପଦବୀ। ସମ୍ପୂର୍ଣ୍ଣ ଭାବରେ ଦେଖିପାରୁଥିବେ ମୋଟ ଆପଣଙ୍କର 120ଟି ପଦବୀ ରହିଛି। ଏଠି ଦେଖିପାରୁଥିବେ ସେପ୍ଟେମ୍ବର 10 ତାରିଖରେ ଏହାର ଆବେଦନ କରିବାର ପ୍ରକ୍ରିୟାଟି ଆରମ୍ଭ ହୋଇଯିବ। ଏଠି ଦେଖିପାରୁଥିବେ ସେପ୍ଟେମ୍ବର 13ରେ ଆପଣଙ୍କର ଆପ୍ଲାଇ ଆରମ୍ଭ ହେଇଯିବ। ଏଠି ଦେଖିପାରୁଥିବେ ତାର ସବୁ ମେନସନ୍ ରହିଛି। ୱେବସାଇଟ୍ ଲିଙ୍କ ଓପନ୍ ହେବ ଆପଣଙ୍କର ସେପ୍ଟେମ୍ବର 10 ଠୁ ସେପ୍ଟେମ୍ବର 30 ପର୍ଯ୍ୟନ୍ତ। ଆଉ ଏଇଠି ଦେଖିପାରୁଥିବେ ଫେଜ୍ 1 ଏକ୍ଜାମ ହେବ ଆପଣଙ୍କର ଅଫିସ୍ ଏକ୍ଜାମିନେସନ୍ ଅଫ୍ ଗ୍ରେଡ୍ ବି ଜେନେରାଲର। ଏଇଠି ଦେଖିପାରୁଥିବେ ଅକ୍ଟୋବର 18 2025ରେ ଏକ୍ଜାମ ହେବ। ଏଇଠି ଦେଖୁଥିବେ ଫେଜ୍ 1 ଅନଲାଇନ୍ ଏକ୍ଜାମ ବି DEPR ପେପର 1 ହେବ ଆପଣଙ୍କର ଅକ୍ଟୋବର 19ରେ। ଆଉ ଫେଜ୍ 2 ହେବ ଆପଣଙ୍କର ଜେନେରାଲର ଗ୍ରେଡ୍ ବି ଡିଆର୍ ଜେନେରାଲ ଡିସେମ୍ବର 6 2025। ଏଠି ଦେଖିବେ ଫେଜ୍ 2 ହେବ ଆପଣଙ୍କର ଅନଲାଇନ୍ ରିଟେନ୍ ଏକ୍ଜାମିନେସନ୍ ଫର୍ ଗ୍ରେଡ୍ ବି ଡିଆର୍ DEPR ପେପର 2 ହେବ ଆଉ ପେପର 3 ହେବ ଆପଣଙ୍କର ଡିସେମ୍ବର 7 2025ରେ। ଆଉ ଆପଣଙ୍କୁ 2026 ସୁଦ୍ଧା ଆପଣଙ୍କୁ 2026 ପରେ ଆପଣଙ୍କୁ ମିଳିଯିବ ଏନଗେଜମେଣ୍ଟ ଆପଣଙ୍କର ମିଳିଯାଇଥିବ, ଜଏନ୍ କରିଯାଇଥିବେ। ଆଉ ବନ୍ଧୁଗଣ ଆପଣଙ୍କର ଏଇ ଯେଉଁ ପଦବୀ ରହିଲା ଏଇଟାରେ ଆପଣଙ୍କର ରହିଲା ଆପଣଙ୍କର ଅଫିସର ଇନ୍ ଗ୍ରେଡ୍ ବିରେ ଆପଣଙ୍କର ସିମ୍ପଲ୍ ଆପଣଙ୍କର ଗ୍ରାଜୁଏସନ୍ ମାଗୁଛି। ଆର୍ଟସ୍ ହଉ କିମ୍ବା ସାଇନ୍ସ ହଉ କିମ୍ବା ଆପଣଙ୍କର ଭୋକେସନାଲ ହଉ କିମ୍ବା ଆପଣଙ୍କର କମର୍ସ ହଉ। ଆଉ ଏଇ ସବଜେକ୍ଟରେ ବନ୍ଧୁଗଣ ଏଇଟା ଦେଖିପାରୁଥିବେ। ଆଉ ଏଇଟାରେ 2 ଆଉ 3ରେ ଆପଣଙ୍କର PG ମାଗୁଛି। ଆଉ ତାର ବନ୍ଧୁଗଣ ସମ୍ପୂର୍ଣ୍ଣ ବିଜ୍ଞପ୍ତିଟା ଆସିଲେ ମୁଁ ଆପଣଙ୍କୁ ଭିଡ଼ିଓ ବନେଇକି କହିଦେବି, ଆଉ କିପରି ଭାବରେ ଆବେଦନ କରିବେ ବି ସେଇଟା ବି ମୁଁ ଆପଣଙ୍କୁ କହିଦେବି, ଯଦି ଆପଣଙ୍କର ଅନୁରୋଧ ରହିଲା, ଆପଣଙ୍କ ଯଦି କହିଲେ ତ। ଆଉ ବନ୍ଧୁଗଣ ଯଦି ଆପଣ ଗ୍ରାଜୁଏସନ୍ କରିଛନ୍ତି ତାହେଲେ ଏ ଯେଉଁ 83ଟି ପଦବୀ ରହିଲା ଆପଣ ଏଇଟାରେ ଆବେଦନ କରିପାରିବେ। ଆଉ ଦରମା ବନ୍ଧୁଗଣ ଆପଣଙ୍କୁ କେତେ ମିଳିବ ଏଠି ଆପଣଙ୍କର ବନ୍ଧୁଗଣ 50,000 ପ୍ଲସ୍ ଆପଣଙ୍କର ଦରମା ଆପଣଙ୍କର ରହିବ। ଆଉ ବନ୍ଧୁଗଣ ଆପଣଙ୍କର ଫିସ୍ 800 ପ୍ଲସ୍ ରହିବ ଆପଣଙ୍କର 800 ପ୍ଲସ୍ ରହିବ ଆପଣଙ୍କର OBC ପିଲାମାନେ, OBC ଆଉ ଜେନେରାଲ। ଆଉ SC ST ପିଲାଙ୍କୁ ଆମର ରିଜର୍ଭେସନ୍ ମିଳିବ ଆଉ 100 କି 100 ପ୍ଲସ୍ ରହିବ ଆପଣଙ୍କର। ଆଉ କିନ୍ତୁ OBC ପିଲାଙ୍କର ଅଧିକା ରହିବ, OBC ଆଉ ଜେନେରାଲ ପିଲାଙ୍କର। ଆଉ ବନ୍ଧୁଗଣ ୟାର PDF ଟି ଆପଣ କୋଉଠି ପାଇପାରିବେ ଚାଲନ୍ତୁ ମୁଁ ଆପଣଙ୍କୁ ଦେଖାଉଛି। ଆର ବନ୍ଧୁଗଣ ଆପଣ ଦେଖିପାରୁଥିବେ ସେପ୍ଟେମ୍ବର 10ରୁ ଆରମ୍ଭ ହେଇଯାଉଛି ଆବେଦନ ପ୍ରକ୍ରିୟା। ଯଦି ଆପଣମାନେ ଆରବିଆଇରେ ଚାକିରି କରିବାକୁ ଚାହୁଁଛନ୍ତି ଶୀଘ୍ର ଆବେଦନ କରି ନେବେ। ବନ୍ଧୁଗଣ ଚାଲନ୍ତୁ ୟାର PDF ଟି କୋଉଠି ପାଇବେ ମୁଁ ଆପଣଙ୍କୁ କହିଦେଉଛି। ବନ୍ଧୁଗଣ ଡିସ୍କ୍ରିପ୍ସନରେ ଲିଙ୍କ୍ ଅଛି ଟେଲିଗ୍ରାମ ଗ୍ରୁପରେ, ଆପଣ ଏଠି ଆସି କ୍ଲିକ୍ କରି ଜଏନ୍ ହେଇଯାଆନ୍ତୁ, କାରଣ ଆଗକୁ ଆସୁଥିବା ସମସ୍ତ ଭ୍ୟାକେନ୍ସିର ଏଠି PDF ଗୁଡ଼ିକ ପାଇପାରିବେ। ବନ୍ଧୁଗଣ ଏଇଠି ଆପଣଙ୍କର PDF ଟି ଅପଲୋଡ଼ କରିଦିଆଯାଇଛି, ଏବେ ଶୋ କରୁନି ଇଣ୍ଟରନେଟ୍ ଇସ୍ୟୁ ଯୋଗୁଁ। ଆପଣଙ୍କୁ ଶୋ କରିଯିବ ଆପଣ ଯେତେବେଳେ ଦେଖିବେ। ବନ୍ଧୁଗଣ ଆପଣ ଯଦି ଆରବିଆଇରେ ଚାକିରି କରିବାକୁ ଚାହୁଁଛନ୍ତି ତାହେଲେ ବିଳମ୍ବ କରନ୍ତୁ ନାହିଁ, 10 ତାରିଖ ପରେ ଆପଣ ଆବେଦନ ନିଶ୍ଚିନ୍ତ କରିନିଅନ୍ତୁ, କାରଣ ଆରବିଆଇ ଚାକିରିଟା ହେଉଛି ବହୁତ ରେସପେକ୍ଟେଡ୍ ଜବ୍। ଆଉ ବନ୍ଧୁଗଣ ଯଦି ଆପଣଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥିବ ତାହେଲେ ଲାଇକ୍ କରନ୍ତୁ, ଆଉ ଆପଣଙ୍କ ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ, ଆଉ ଆପଣଙ୍କ ମତାମତ କମେଣ୍ଟ ସେକ୍ସନରେ ଦିଅନ୍ତୁ।
ଆଉ ବନ୍ଧୁଗଣ ଯଦି ଆପଣଙ୍କୁ ଏଇ ଭିଡ଼ିଓଟି ଲାଗିଥିବ ତାହେଲେ ଲାଇକ୍ କରିଦିଅନ୍ତୁ। ଆଉ ବନ୍ଧୁଗଣ ଏଇ ଭିଡ଼ିଓ ଦେଖିଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଧନ୍ୟବାଦ ଧନ୍ୟବାଦ। ଜୟ ଜଗନ୍ନାଥ।